ଜୟ ଜଗନ୍ନାଥ ବେଷ୍ଟ ଏଜୁକେସନ୍ ସ୍ୱାଗତ ଜଣାଉଛି। ତ କାଲି ତୁମର ଗଣିତ ମୌଖିକ ପରୀକ୍ଷା ଅଛି ପଞ୍ଚମ ଶ୍ରେଣୀର ତୁମର 10 ମାର୍କ ବିଷୟ ଗଣିତ। ଦେଖ ଏଇ ପ୍ରଶ୍ନଟି ତୁମର ଆସିଛି, କାଲି ଏକ୍ଜାମ୍ ଦେଇ ଆସି ମୋତେ କମେଣ୍ଟ କରିବ। ଲିଖିତ ପ୍ରଶ୍ନ ମୋ ପାଖକୁ ଚାଲି ଆସିଛି, ତ 1 ରୁ 8 ପର୍ଯ୍ୟନ୍ତ ଲିଖିତ ପ୍ରଶ୍ନ ବି ରେଡ଼ି ହେଇଛି। ତୁମ ଚ୍ୟାନେଲଟି ସବସ୍କ୍ରାଇବ୍ କର, ଚ୍ୟାନେଲଟି ନୂଆ ଖୋଲିଛି, ସବୁ ଭାଇରାଲ୍ ପ୍ରଶ୍ନ ସବୁ ଆସିଯାଇଛି ହେଲା। ଚ୍ୟାନେଲ ନୂଆ ଥିଲେ ସବସ୍କ୍ରାଇବ୍ କରିବ, ଲାଇକ୍ କରିବ, କମେଣ୍ଟ କରି ମୋତେ ଜଣାଇବ ଯେ ପ୍ରଶ୍ନ ଆସିଛି ନାହିଁ। ଏକ ଅଙ୍କ ବିଷୟରେ ମୋଟରେ କେତୋଟି ଏକ ଅଙ୍କ ସଂଖ୍ୟା? 9ଟି। 1 ଡଜନ କଦଳୀ କହିଲେ କେତୋଟି ବୁଝାଏ? 1 ଡଜନ କଦଳୀ କହିଲେ 12ଟି। ଯୋଗଫଳ ନିର୍ଣ୍ଣୟ କର। 0.7 0.3କୁ ଯୋଗ କରିବ 3 ଆଉ 7 ମିଶିଲେ 10 ମାନେ 1 ହେବ। କାର୍ଡ଼ ଦେଖାଇବ। ଭୁବନେଶ୍ୱର ଠାରୁ ପୁରୀକୁ ଦୂରତା କେଉଁ କରି ପ୍ରକାଶ କର? କିଲୋମିଟର। କ'ଣ ଲେଖିବ ପିଲାମାନେ? କିଲୋମିଟର। ରିନା 2 କିଲୋ ଚାଉଳ 750 ଗ୍ରାମ ଡାଲି ଦୋକାନରୁ ଆଣିଲା। ତେବେ ମୋଟ ମାନେ କ'ଣ କରିବ? କେତେ ଗ୍ରାମ ସାମଗ୍ରୀ ଆଣିଲା? କେତେ ଗ୍ରାମ ମାନେ ତାହେଲେ 2750 ଗ୍ରାମ। ତ 45 ଟଙ୍କାକୁ 10 ଜଣଙ୍କ ମଧ୍ୟ ସମାନ ଭାଗରେ କେତେକ ପଇସା ହେବେ? ପ୍ରତ୍ୟେକ କେତେ ପାଇବେ? 4 ଟଙ୍କା 50 ପଇସା। ମନେ ରଖ ପିଲାମାନେ, 4 ଟଙ୍କା 50 ପଇସା। କାର୍ଯ୍ୟ ସମୟ ଆରମ୍ଭ ହେଉଛି ସକାଳ 9ଟା, ସମାପ୍ତି କେତେ? 9ଟା 30। କେତେ ମିନିଟ୍ କାମ ହେଲା? 30 ମିନିଟ୍। 2024 ମସିହା ଦିନ ସଂଖ୍ୟା କେତେ? 365 ଦିନ। 365। ଯଦି 29 ଫେବୃଆରୀ ମାସ 29 ଦିନ ହେବ ତାହେଲେ 366 ଦିନ ହେବ। 1 ଡଜନ କଦଳୀ ଦାମ 50 ଟଙ୍କା ହେଲେ 6ଟି କଦଳୀ ଦାମ କେତେ? 1 ଡଜନ କଦଳୀ ଦାମ 50 ଟଙ୍କା, 6ଟି କଦଳୀ ଦାମ ତା ଅଧା ହେଇଯିବ 25 ଟଙ୍କା। କେତେ ହେବ? 25 ଟଙ୍କା। ତ ଭିଡ଼ିଓଟି ଭଲ ଲାଗୁଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ, ଲାଇକ୍ କର, ସାଙ୍ଗମାନଙ୍କୁ ସେୟାର କର। ଆଉ ଗୋଟିଏ କଥା, ଜଣେ ଜଣେ କରି ସମସ୍ତେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିପକାଅ।